କୌଣସି ଜିନିଷ ଆଇନରେ ନାହିଁ ଆଜ୍ଞା। ଯାହାକୁ ଆଇନ ଜଣା ନଥାଏ ସିଏ ଏଇଭଳି କାର୍ଯ୍ୟ କରେ। ଆଉ ଗୁଣ୍ଡାଗିରି ତ ଆଜିକାଲି ଆଉ ଚଳୁନି। ତେଣୁ ଯେତେବେଳେ ସମୟ ପଡିବ ତ ସେତେବେଳେ ସେ ଜେଲକୁ ଯିବ। ତ ସେଇ ବାବଦରେ ତ ବର୍ତ୍ତମାନ ଦାଦାଗିରି କରି ମୋର ଯିଏ କ୍ଲାଏଣ୍ଟ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ଏଇଟା ଗୋଟେ ସିଭିଲ ମ୍ୟାଟର ଥିଲା ଯେ ଆଜ୍ଞା ଦେଖନ୍ତୁ କିଛି ଅସାମାଜିକ ବ୍ୟକ୍ତି ଯୋଉଟା କି କିଛି କଳି ଲଗେଇବା ପାଇଁ ଗଣ୍ଡଗୋଳ କରିବା ପାଇଁ ଥାନାକୁ ଯିବା ପାଇଁ ଆଉ ତାଙ୍କୁ ଗୋଟେ ଏଇଟା ଗୋଟେ ମଜା ମସ୍ତି ଭଳି ଲାଗେ। ଯୋଉଟା କି ଦେଖନ୍ତୁ ଆଜି ଉତ୍ତର ମୁଣ୍ଡୁ ମୁହାଣ ଦକ୍ଷିଣ ଦକ୍ଷିଣ ମୁଣ୍ଡୁ ମୁହାଣ ରେ ମୋର କ୍ଲାଏଣ୍ଟ ବାସନ୍ତୀ ମହାପାତ୍ର ଆଉ ତାଙ୍କ ସ୍ୱାମୀ ତାଙ୍କ ଝିଅ ତାଙ୍କ ଜ୍ୱାଇଁ ତାଙ୍କ ସମ୍ପୂର୍ଣ୍ଣ ପରିବାର ତ ଆଜ୍ଞା ବାସନ୍ତୀ ମହାପାତ୍ରଙ୍କର ଶାଶୁଙ୍କ ନାମରେ 1961 ମସିହାରେ କବଲା ହେଇଥିଲା ଯୋଉ ଜାଗାଟି ଦଲିଲ ହେଇଥିଲା କବଲା ହେଇଥିଲା ସେ 2022 ପର୍ଯ୍ୟନ୍ତ ମଧ୍ୟ ପାଉତି କାଟୁଛନ୍ତି। ତ ତାକୁ ଯିଏ ରଘୁନାଥ ମହାପାତ୍ର ବିକ୍ରି କରିଥିଲେ ତ ଆଜ୍ଞା ଦେଖନ୍ତୁ ସିଏ ଚାଲିଗଲେଣି ବର୍ତ୍ତମାନ ଡେଥ୍। ଯଦି ରଘୁନାଥ ମହାପାତ୍ର ବିକିଥିଲେ ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ ସିଏ ଆଜ୍ଞା ସାମ୍ନାକୁ ଆସିଛନ୍ତି ଭାରି ଯେ ଆମେ ବାପା ଚାଲିଗଲେଣି ଆମେ ସେ ଜାଗାକୁ ଆଉ ଥରେ ବିକ୍ରି କରିବା। ଜଣେ ବ୍ୟକ୍ତି ଯଦି 1961 ମସିହାରେ ଜାଗାକୁ କବଲା କରିଛନ୍ତି କି ଦଲିଲ କରିଛନ୍ତି କି କିଣା ବିକା ହେଇଛି ତ ସମ୍ପୂର୍ଣ୍ଣ ଡକୁମେଣ୍ଟ ଆମ ପାଖରେ ସେ ରହିଛି। ତ ଆଜ୍ଞା ଆମେ କୌଣସି କାରଣବଶତଃ ମୋର କ୍ଲାଏଣ୍ଟ ତାଙ୍କର ଶାଶୁ ଯିଏ ପାରାଲିସିସ୍ ଥିଲେ କି ମୋର କ୍ଲାଏଣ୍ଟ କୌଣସି ଅସୁବିଧାରୁ ପଟ୍ଟା କରିପାରି ନାହାନ୍ତି କିନ୍ତୁ ହେଲେ ବି ସେ ଜାଗା ଉପରେ ସେ ଘର କରିକି ବର୍ତ୍ତମାନ ସୁଦ୍ଧା ଅଛନ୍ତି। ଆଇନରେ କିଛି ଅଛି କି ବାଟ ଯେ ବାପା ବିକି ସାରିଲା ପରେ ମରିଗଲା ପରେ ପୁଣି ତା ପିଲାମାନେ ବିକି ପାରିବେ ଏମିତି କିଛି ବାଟ? କୌଣସି ଜିନିଷ ଆଇନରେ ନାହିଁ ଆଜ୍ଞା। ଯାହାକୁ ଆଇନ ଜଣା ନଥାଏ ସିଏ ଏଇଭଳି କାର୍ଯ୍ୟ କରେ। ଆଉ ଗୁଣ୍ଡାଗିରି ତ ଆଜିକାଲି ଆଉ ଚଳୁନି। ତେଣୁ ଯେତେବେଳେ ସମୟ ପଡିବ ତ ସେତେବେଳେ ସେ ଜେଲକୁ ଯିବ। ତ ସେଇ ବାବଦରେ ତ ବର୍ତ୍ତମାନ ଦାଦାଗିରି କରି ମୋର ଯିଏ କ୍ଲାଏଣ୍ଟ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ଆଉ ତା ସହିତ ତାଙ୍କୁ ଜୋରସୋରରେ ବାଡା ପିଟା ମାରଧର କରିବା ପାଇଁ ଆଉ ଜୀବନରୁ ମାରିଦେବା ପାଇଁ ଯୋଉ ପ୍ଲଟ ଉପରେ ତାଙ୍କର ଘର ଅଛି ସେ ଘରଟିକୁ ଛାଡି ଆଉ ଅବଶିଷ୍ଟ ଜାଗାକୁ ଅନ୍ୟ ଲୋକକୁ ବିକ୍ରି କରୁଛନ୍ତି। ତ ଅନ୍ୟ ଲୋକ ଆଜ୍ଞା ଦେଖନ୍ତୁ ସମ୍ପୂର୍ଣ୍ଣ ସବରେଷ୍ଟର ଆପଣ ମାନେ ଜାଣିଥିବେ ସବୁଠୁ ବଡ ଚୋର ବୋଲି ସବରେଷ୍ଟର ସସ୍ପେଣ୍ଡ ହଉଛନ୍ତି। ଗୋଟେ ଜାଗାକୁ 10 ଥର କିଣା ବିକା ମଧ୍ୟ କରୁଛନ୍ତି। ତେଣୁ ଯଦି ଜଣେ ବ୍ୟକ୍ତି ଦଲିଲ କରିଛନ୍ତି ତାଙ୍କର ନାଁରେ ମଧ୍ୟ ଇସି ପିସି ସବୁ ଜିନିଷ ରହିଛି ତ ତାପରେ ତାକୁ ଯିଏ ମରି ଯାଇଥିବା ରଘୁନାଥ ମହାପାତ୍ର ତାଙ୍କ ପୁଅ ଝିଅ ସେ ଜାଣିବା ଦରକାର ମୋ ବାପା ଯୋଉ ମାନେ ଯେମିତି ଗୋଟେ ଜାଗାକୁ ବିକ୍ରି କରିସାରିଛନ୍ତି ଆମେ ସେ ଜାଗାଟାକୁ ପୁଣି ପୁନର୍ବାର କିପରି ବିକିବୁ? ତାହେଲେ ଆମେ ଏଇ ବାପାର ପୁଅ ବୋଲି ପରିଚୟ କଣ? ଆପଣ ମାନେ ଦେଖନ୍ତୁ ଓଡିଶାବାସୀ ପ୍ରତ୍ୟେକ ଜାଗାରେ ନିରୀହ ସାଧାରଣ ମୋର ଯିଏ ଅଛନ୍ତି କ୍ଲାଏଣ୍ଟ ସେ ଜଣେ ଆଶା କର୍ମୀ। ତେଣୁ ସେ ଅନେକ ଲୋକଙ୍କର ସହଯୋଗରେ ସେବାରେ ଆସୁଛନ୍ତି। ତାଙ୍କୁ କୌଣସି ମାନେ ଆମେ ଅନୈତିକ ଭାବେ କି ଜବରଦସ୍ତ କି କୌଣସି ଚାପ ପକାଇ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଚାହୁଁନୁ। ନିଶ୍ଚିନ୍ତ 429 ଠକେଇ ବିଭିନ୍ନ ପ୍ରକାର ମକଦ୍ଦମା ଲାଗିବ ଦଫା ଲାଗିବ ତ ନିଶ୍ଚିନ୍ତ ସେମାନେ ଆରେଷ୍ଟ ହେବେ। ଆଉ ଏଇ ଜାଗା ଉପରେ ଆମେ ରିସେଣ୍ଟ 144 କରୁଛୁ। ତ 144 ରେ ଦେଖନ୍ତୁ ରାତି ଅଧିଆ ଆସି ସେଠି ଗୋଟେ ଡ୍ରୋଜର ଲଗେଇ 2 ଶରୀର ପଥର ଗଢିଛନ୍ତି ସେମାନେ। ତେଣୁ ସେ ଯୋଉ ପଥର ପାଚେରୀ ଗଢିଛନ୍ତି ତ ସେ ପଥର ପାଚେରୀ ଗୋଟେ ମୂଲ୍ୟହୀନ କେମିତି ପୋଜେସନ ଦେବେ କେମିତି ଦାଦାଗିରି କରିବେ ଏଇଟା ତାଙ୍କର ମୁଖ୍ୟ ଲକ୍ଷ୍ୟ। ସିଏ ଆମ ଜେଜେମାଙ୍କ ନାଁରେ 61 ମସିହାରେ ଜାଗାଟା କିଣା ହେଇଥିଲା। ଜେଜେବାପା କିଣି ଦେଇଥିଲେ। ଆଉ ଆମେ ରହିଛୁ ଆଜି ପର୍ଯ୍ୟନ୍ତ ହିଁ ରହୁଛୁ ଏଇଠି ରହିଥିଲୁ। ଆଉ ଏବେ ଜଣେ ଅନ୍ୟ ବ୍ୟକ୍ତି ହେଉଛି ଶୁଭ୍ରାଂଶେଖର ମିଶ୍ର ସିଏ ଆସିକି ଆମକୁ କହୁଛି ଘରୁ ବାହାର ସିଏ ଜାଗା କିଣି ଦେଇଛି। ସିଏ ତାଙ୍କ ଯିଏ ଆମକୁ ବିକ୍ରି କରିଥିଲେ ତାଙ୍କ ପୁଅ ସେ ଆଉ ଥରେ ତାଙ୍କୁ ବିକ୍ରି କରିଦେଇଛନ୍ତି। 22-23 ମସିହାରୁ ସେ ତାଙ୍କର ସେଟା ବିକ୍ରି ହେଇଯାଇଛି। ହଁ ଥାନା ଆସି ଜଣିଆ ହେଇଛି ତାଙ୍କୁ। ସେ କହିଛନ୍ତି ହଁ ଆମେ ତାକୁ କରିବୁ। ମୋ ଜାଗା ମତେ ଦରକାର। ମୋର ଆଇନ ପୋଲିସ ସାରଙ୍କ ଉପରେ ମୋର ବହୁତ ବିଶ୍ୱାସ ଅଛି। ଆଇନ ମତେ ସହଯୋଗ ନିଶ୍ଚୟ କରିବ। ମୋ ନାଁ ହଉଛି ବାସନ୍ତୀ ମହାପାତ୍ର। ମୁଁ ଦକ୍ଷିଣ ମୁଣ୍ଡମୁହାଣର ବାସିନ୍ଦା ଆଶା କର୍ମୀ ଥିଲି। ମୋ ଶ୍ୱଶୁର 1961 ମସିହାରେ ମୋ ଶାଶୁଙ୍କ ନାଁରେ ଜୟନ୍ତୀ ଦେବୀଙ୍କ ନାଁରେ ଜାଗା କିଣିଥିଲେ। ମୁଁ ସେଇଠାରେ ବି ବସବାସ କରୁଅଛି। ମୁଁ ନିଜେ ବି ଘର ମୋର ଥିଲା ମାଟି କାନ୍ଥ ଥିଲା ବି ମୁଁ ତାକୁ ଭାଙ୍ଗିକିରି ମୁଁ ତାକୁ ଭଲକିରି କୋଠାଘର ବି କରିଛି। କିନ୍ତୁ ଅଜଣା ବ୍ୟକ୍ତି ଜଣେ ଆସି ସେ ଏବେ
ଦି ମାସ 3 ମାସ ହେଲାଣି ଆମକୁ ଗାଳି ଗୁଲଜ କରି ଜବରଦସ୍ତି ମୋ ଘର ଭାଙ୍ଗିଦବ। ଆଉ ଏବେ ମୋ ପାଚିରିରେ ବାଡି ଭିତରେ ପାଚିରି କରିଦେଇଛି, ପଥର ପକେଇଛି। ଆମ ଗାଁର ଯୋଉ ଗୁଣ୍ଡା ଲୋକମାନେ ଅଛନ୍ତି ତାଙ୍କୁ ବି ଧରିକିରି ଆସିକି ସେ ଆମକୁ ଗାଳି ଗୁଲଜ କରିକି ମାରିଦେବି, ତମ ଘର ଭାଙ୍ଗିଦେବି, ତମକୁ କଟୁରୀ ଧରିକି ଆସିବି ହାଣିଦେବି, ଏମିତି ପ୍ରକାର ସେ କଥାବାର୍ତ୍ତା କରୁଛି। ସେ ନବ ତାର ଜାଗା, ତାର ଜାଗା ନାହିଁ। ସେ ବା କହୁଛି ଯେ ମୋ ଜାଗା ଏଇଟା, ଯୋଉ ଲୋକ ଆମକୁ ବିକିଥିଲା, ରଘୁନାଥ ମହାପାତ୍ର ବିକିଥିଲା, ଆମର ସବୁତିକ ସେ ଜାଗା କିଣା ହେଇଥିଲା 460 ଡିସିମିଲି। ସେ କହୁଛି ବର୍ତ୍ତମାନ ମୋର ଜାଗା ଅଛି, ତମେ ଏଇ ଜାଗାଟା ତମର ନୁହଁ। ମୁଁ ଏକୁଟିଆ ଥିଲି, ମୋ ସ୍ୱାମୀ ହଉଛି 78 ବର୍ଷ, ମତେ ବି ହେଲାଣି 68 ବର୍ଷ। ମୋ ସ୍ୱାମୀ ନଥିଲେ ଘରେ, କୋର୍ଟକୁ ଯାଇଥିଲେ, ଆମର କୋର୍ଟରେ ବି କେସ୍ ଲାଗିଛି। ତାଙ୍କୁ ଯେତେ ପ୍ରକାର କହିଲି ଯେ ତମେ କୋର୍ଟରୁ ଓକିଲ ଆଣ କି କୋର୍ଟରୁ କାଗଜ ଆଣ, ସେ ଜମା କାହା କଥା ଶୁଣିଲେନି। ଥାନାକୁ ଆସିଥିଲି ଏଫଆଇଆର ଦେବା ପାଇଁ, ଆଇସି ରଖିଛନ୍ତି ଏଫଆଇଆର।